ବାତ୍ୟା ମନ୍ଥାର ପ୍ରଭାବ ଏବଂ ଏହାର ମୁକାବିଲା ସମ୍ପର୍କରେ ସମୀକ୍ଷା ବୈଠକ କରାଗଲା। ବିଶେଷ କରି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆମର କାକିନଡ଼ା ଯେଉଁ ସ୍ଥାନ ଅଛି ସେ ଜାଗାରେ ଫଲ୍ କରିବାର ସମ୍ଭାବନା ଅଛି। ଯଦିଓ ଏ ବାତ୍ୟା ସିଧାସଳଖ ଭାବରେ ଡାଇରେକ୍ଟଲି ଓଡ଼ିଶାରେ ଫଲ୍ କରୁନାହିଁ ବା ଅତିକ୍ରମ କରୁନାହିଁ, ତାପରେ ମଧ୍ୟ ତାର ଯେଉଁ ପ୍ରଭାବ ରହିବ ଦକ୍ଷିଣ ଓଡ଼ିଶାରେ ବିଶେଷ କରିକି 8ଟି ଜିଲ୍ଲାରେ ଆଉ ସେହି ଜିଲ୍ଲାମାନଙ୍କରେ ବ୍ୟାପକ ବର୍ଷା ହେବ, ପବନ ମଧ୍ୟ ରହିବ ଏବଂ ବର୍ଷା ବି ସେ ଜିଲ୍ଲାମାନଙ୍କରେ କିଛି କିଛି ଅଳ୍ପ ବର୍ଷା ବି ଆରମ୍ଭ ହୋଇଯାଇଛି। ବିଶେଷ କରିକି ଆମ ଓଡ଼ିଶାରେ ବାତ୍ୟା ମନ୍ଥାର ପ୍ରଭାବ କାରଣରୁ ବିଶେଷ କରି 8ଟି ଜିଲ୍ଲା ପ୍ରଭାବିତ ହେଉଛି। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏ ଜିଲ୍ଲାମାନଙ୍କରେ ପ୍ରଭାବିତ ହେବାର ବେଶୀ ସମ୍ଭାବନା ଅଛି ଏବଂ ପ୍ରଥମ ଦିନରେ 5ଟି ଜିଲ୍ଲାରେ ପ୍ରଭାବିତ ହେବ। ସେଥିରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହେବ, 2ଟି ଜିଲ୍ଲା। ଦ୍ୱିତୀୟ ଦିନରେ ମଧ୍ୟ 5ଟି ଜିଲ୍ଲା ପ୍ରଭାବିତ ହେବ। ଇଏ ଗଞ୍ଜାମ ଅବିଭକ୍ତ ଜିଲ୍ଲାର ପ୍ରଭାବ ସେତେବେଳକୁ କମିଯିବ ଏବଂ ନବରଙ୍ଗପୁର ଏବଂ ଆମର କଳାହାଣ୍ଡି ଜିଲ୍ଲା ଏଥିରେ ପ୍ରଭାବିତ ହେବାର ସମ୍ଭାବନା ଅଛି। ଆଉ ସେ ଦୃଷ୍ଟିକୋଣରୁ ଆମର ବ୍ୟାପକ ଭାବରେ ଓଡ଼ିଶା ସରକାରଙ୍କ ତରଫରୁ ଏବଂ ବିଶେଷ କରିକି ଆମର ଡିସାଷ୍ଟର ମ୍ୟାନେଜମେଣ୍ଟ ଯେଉଁ ଆମର ରହିଛି ଏ ବିଭାଗ ତରଫରୁ ଏହାକୁ ଗତ 3 ଦିନ ଧରିକି ଆମର ବିଭାଗର ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ଏବଂ ଆମର SRCଙ୍କର ଜରିଆରେ ଏହାକୁ ରିଭ୍ୟୁ କରାଯାଇଛି ଏବଂ ଆମର ଯେଉଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜିରୋ କାଜୁଆଲିଟି ଶୂନ୍ୟ ମୃତ୍ୟୁର ଯେଉଁ ଆମେ ଲକ୍ଷ୍ୟ ରଖିକରି ଆମେ କାର୍ଯ୍ୟକ୍ରମ କରୁଛୁ ଆଉ ସେଥିପାଇଁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଲୋକଙ୍କୁ ମଧ୍ୟ ଆମେ ଏଭାକୁଏଟ୍ କରୁଛନ୍ତି। ସେଥିରେ ଆମେ 2048ଟି ବାତ୍ୟା ବନ୍ୟା ଆଶ୍ରୟସ୍ଥଳ ଆମେ ପ୍ରସ୍ତୁତ କରିକିରି ଆମେ ରଖି ସାରିଛୁ। 8ଟି ଜିଲ୍ଲାରେ 11,396 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଅଲରେଡ଼ି କରାଯାଇ ସାରିଛି। ଆହୁରି ଯଦି ଆବଶ୍ୟକ ହେବ ତାହେଲେ 30,554 ଜଣଙ୍କୁ ମଧ୍ୟ ନେବା ପାଇଁ ଚିହ୍ନଟ କରାଯାଇଛି, ତାହା ମଧ୍ୟ କାର୍ଯ୍ୟକାରୀ କରାଯିବ। ବେସିକାଲି ଯେଉଁ ସମସ୍ୟା ବର୍ଷା ସମୟରେ ବା ବାତ୍ୟା ସମୟରେ ହୁଏ ସେଥିରେ ଗର୍ଭବତୀ ମହିଳାମାନଙ୍କର ସ୍ୱତନ୍ତ୍ର ତାଙ୍କୁ କିଭଳି ଭାବରେ ନିରାପଦ ସ୍ଥାନକୁ ନିଆଯିବ, ମେଡ଼ିକାଲକୁ ନିଆଯିବ, ସେଥିପାଇଁ 1,871 ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଲରେଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଉ 822 ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ ଖୁବ୍ ଶୀଘ୍ର କରାଯିବ। ସମୁଦାୟ 2,693 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ପ୍ରାଥମିକ ଶିକ୍ଷା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆମର ଯେଉଁ CSC ରହିଛି ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ। ବାତ୍ୟା ସମୟରେ ଯେଉଁ ହେଭି ରେନ୍ ହୁଏ, ପବନ ହୁଏ, ସେ ସମୟରେ ପାୱାର କଟ୍ ଅଫ୍ ହୋଇଯାଏ, ପାଣି ବହୁତ ସମୟରେ ରାସ୍ତା ଉପରେ ଚରିଯାଏ। ସେ କାରଣରୁ ମଧ୍ୟ ତାର କଡ଼ା ମୁକାବିଲା କରିବା ପାଇଁ ଆମେ ଯେଉଁ ଆମର ଓଡ୍ରାଫ୍ ଟିମ୍ ଅଛନ୍ତି ସେଥିରେ 30ଟି ଓଡ୍ରାଫ୍ ଟିମ୍, 123ଟି ଅଗ୍ନିଶମ ଟିମ୍ ଏବଂ 5ଟି NDRF ଦଳକୁ ଆମେ ସମ୍ପୂର୍ଣ୍ଣ ଭାବରେ ସେଥିରେ ମୁତୟନ କରି ସାରିଛୁ ଏବଂ ସେଥିରେ ଏକ୍ସଟ୍ରା ବା ଅଧିକ ଟିମ୍ ମଧ୍ୟ ସେଥିରେ ଆମେ ରଖିଛୁ। ଯଦି କୌଣସି ପରିସ୍ଥିତିରେ ରାସ୍ତା ଯଦି କଟ୍ ଅଫ୍ ହୋଇଯାଉଛି ତାହେଲେ ମଧ୍ୟ ଆମେ ସେମାନେ ସେ ଜାଗାରେ ହିଁ ସେ ଜିଲ୍ଲା ହେଡ଼କ୍ୱାର୍ଟର ମାନଙ୍କରେ କିମ୍ବା ସେ ପାଖାପାଖି ଜାଗାରେ ଥିବେ, ସେମାନେ ମଧ୍ୟ ସେଠି ପହଞ୍ଚି ତ୍ୱରିତ ପର୍ଯ୍ୟାୟରେ ଖବର ପାଇଲା ମାତ୍ରେ ସେମାନେ ତାହାର ମଧ୍ୟ କାମରେ ସେମାନେ ବ୍ୟବହୃତ ହୋଇପାରିବେ। ଏଣୁ ନିଶ୍ଚିତ ଭାବରେ ଏଥିରେ ଆମର
पर्यटकମାନଙ୍କୁ ନ ଯିବା ପାଇଁ ସେ ଅଞ୍ଚଳ ଯେଉଁଠି ପର୍ଯ୍ୟଟନ କ୍ଷେତ୍ର ଅଛି ଗୋପାଳପୁର ମହେନ୍ଦ୍ରଗିରି ଆମର ଦେଓମାଳି ଏବଂ ସେ ଅଞ୍ଚଳରେ ଯେଉଁ ଅଛି ନ ଯିବା ପାଇଁ ମଧ୍ୟ ସେମାନଙ୍କୁ ଏ ବାବଦରେ ସୂଚନା ପ୍ରଦାନ କରାଯାଇଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ଦିଆଯାଇଛି। ସ୍କୁଲକୁ 30 ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। ଆବଶ୍ୟକ ହେଲେ ମଧ୍ୟ ବଢ଼ାଯାଇପାରିବ। ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ କରାଯାଇଛି। ଅଙ୍ଗନବାଡ଼ି ପିଲାମାନଙ୍କୁ ଡ୍ରାଇ ଫ୍ରୁଟ୍ ଦେବା ପାଇଁ ଘରମାନଙ୍କୁ ବ୍ୟବସ୍ଥା କରାଯାଉଛି। ସ୍କୁଲ ପିଲାମାନଙ୍କୁ ମଧ୍ୟ ତାଙ୍କୁ ଯେଉଁ ତାଙ୍କର ପର୍ ଡେର ଯେଉଁ ଖାଦ୍ୟ ଇଏ ବି ବୋଧେ ଘରକୁ ପଠାଇ ଦିଆଯିବ। ଏ ସମସ୍ତ ବ୍ୟବସ୍ଥା ଆମେ କରିଛୁ ଏବଂ ବିଶେଷ କରିକି ବଡ଼ ସମସ୍ୟା ଗୋଟେ ହୁଏ ବର୍ଷା ସମୟରେ ଯେଉଁ ସାପ କାମୁଡ଼ା ଇଞ୍ଜେକ୍ସନର ଆବଶ୍ୟକତା ବହୁତ ପଡ଼େ। ଯେଉଁମାନଙ୍କୁ ସାପ କାମୁଡ଼ିଥାନ୍ତି ସେମାନେ ସେ ସମୟରେ ଡାକ୍ତରଖାନାକୁ ପହଞ୍ଚିବା ବି ଭାରି କଷ୍ଟ ହୋଇଥାଏ। ସେ କ୍ଷେତ୍ରରେ ଅତି ନିକଟରେ ଯେଉଁ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ତାର ସମସ୍ତ ବ୍ୟବସ୍ଥା ଏବଂ କିଛି ଏକ୍ସପିରିଏନ୍ସ ଥିବା ଡକ୍ଟରକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ନିୟୋଜିତ କରାଯାଉଛି ଏବଂ ତାହାଦ୍ୱାରା ନିଶ୍ଚିତ ଭାବରେ ଏଥିରେ ଆମେ ସଫଳ ମୁକାବିଲା କରିପାରିବୁ ଏବଂ ସେମାନଙ୍କର ଜୀବନ ମଧ୍ୟ ଆମେ ବଞ୍ଚାଇବାରେ ବହୁତ ଗୋଟାଏ ମଧ୍ୟ ହେଇପାରିବ, ତାଙ୍କୁ ବଞ୍ଚାଯାଇପାରିବ। ଏବଂ ଏ ଘଟଣାର ସମସ୍ତ ମୁକାବିଲା କରିବା ପାଇଁ ଅଧିକ ପମ୍ପ ସେଟ୍ କେଉଁଠି ପାଣି ଭର୍ତ୍ତି ହେଇଗଲେ ତାକୁ ନିଷ୍କାସନ କରିବା ପାଇଁ, ଯେଉଁଠି ପାୱାର କଟ୍ ଅଫ୍ ହେଇଯିବ ସେ ଜାଗାରେ ଜେନେରେଟରର ଅଧିକ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇ ଫ୍ରୁଟ୍ ମଧ୍ୟ, ରନ୍ଧା ଖାଦ୍ୟ ମଧ୍ୟ ଏବଂ ତାହା ସହିତ ମଧ୍ୟ ଆମର ଯେଉଁ ପ୍ରାଣୀ ସମ୍ପଦ ଅଛନ୍ତି ସେଥିରେ ଗୋରୁ ଗାଈ ଆପଣଙ୍କର ମଇଁଷି ଛେଳି ମେଣ୍ଢା ଏ ସମସ୍ତଙ୍କୁ ଯେତେବେଳେ ଏଭାକୁଏଟ୍ ସେମାନଙ୍କୁ ମଧ୍ୟ କରାଯିବ। ତାଙ୍କର ବି ଖାଦ୍ୟ ବ୍ୟବସ୍ଥା ସହିତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ତାକୁ ମଧ୍ୟ କାର୍ଯ୍ୟକାରୀ ଏଥିରେ କରାଯାଉଛି। ଏଣୁ ମୋଟାମୋଟି ଭାବରେ ସମ୍ପୂର୍ଣ୍ଣ ଭାବରେ 3 ଦିନ ଆଗରୁ ପ୍ରସ୍ତୁତି ହେବା ଏବଂ ଆଜି ତାହାର ଶେଷ ପ୍ରସ୍ତୁତି ଆମେ ଆମ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଆଜି ଆମର ଆବଶ୍ୟକତା ଯାହା ଥିଲା ଆମେ ତାକୁ ଆଜି କରାଉଛନ୍ତି। ମୁଁ ଆଶା ନିଶ୍ଚିତ ଭାବରେ ଏଥିରେ କରିବି ଯେ ଆମର ବିଭାଗ ତରଫରୁ ସରକାରଙ୍କ ତରଫରୁ ଯେଉଁ ବିଭିନ୍ନ ବିଭାଗକୁ ନେଇକରି ଆମେ ଯାହାର ଯାହା ଡ୍ୟୁଟି ଅଛି କାମ ଅଛି ତାକୁ ସୁଚାରୁ ରୂପେ ସମ୍ପାଦନ ସେମାନେ କରିବେ ଏବଂ ଆଗୁଆ ମଧ୍ୟ କିଛି କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଏମ୍ପାୱାରମେଣ୍ଟ କରିଦିଆଯାଇଛି। ଯାହାଫଳରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକାର ଆଉ ପାୱାର ଦେଇ ଦିଆଯାଇଛି। ଅଧିକାରୀମାନେ ମଧ୍ୟ ସେମାନେ ଆଉ କାହାକୁ ଅର୍ଡ଼ର ନ ମାଗିକି ମଧ୍ୟ ତାହାର ପ୍ରତିକାର କରିବା ପାଇଁ ଯଥା ସମୟରେ ସେମାନେ ଏହାକୁ କରିପାରିବେ, ଯଦ୍ୱାରା କି ଆମେ ଜିରୋ କାଜୁଆଲିଟି ବଜାଇ ରଖିବା ସହିତ ପାୱାର କେମିତି ଆସିବ, ସ୍ୱଚ୍ଛ ପିଇବା ପାଣି କେମିତି ତାଙ୍କ ପାଖରେ ପହଞ୍ଚି ପାରିବ, ଡ୍ରାଇ ଫ୍ରୁଟ୍ କେମିତି ପହଞ୍ଚି ପାରିବ, ପଲିଥିନ୍ କେମିତି ପହଞ୍ଚି ପାରିବ, ରୋଗୀ କେମିତି ଯଦି କୌଣସି ଜାଗାରେ ରହିଗଲା ତାହେଲେ ଠିକ୍ ଜାଗାରେ ପହଞ୍ଚି ପାରିବ। ଏଇ ଯେଉଁଗୁଡ଼ିକ ଇମର୍ଜେନ୍ସି ଅଛି ତାକୁ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଆମେ ଯେଭଳି ଭାବରେ କରିଛୁ ନିଶ୍ଚିତ ଭାବରେ ଏହାର ସଫଳ ମୁକାବିଲା ଆମ ସରକାର ତାକୁ କରିବେ ଏବଂ ସେଥିରେ ଜିରୋ କାଜୁଆଲିଟି ନିଶ୍ଚିତ ଭାବରେ ବଜାଇ ରଖିବୁ। ସେ ପ୍ରକାରର ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ଏ ବ୍ୟବସ୍ଥା ଆମକୁ ସଫଳ ଦେଇପାରିବ। ଧନ୍ୟବାଦ।